गुरुदेव मोर मन मोहन गुरुदेव मोर मन मोहन हे न हे सुंदर अभिनंदन हे न हे सुंदर अभिनंदन धन मन धन मो जीव जीवन धन मन धन मो जीव जीवन सत्यनारायण शेष नातन गुरुदेव मोर मन मोहन गुरुदेव मोर मन मोहन शाश्वत जाग्रत काम दलन धर्म अर्थ काम मोक्ष कारण शाश्वत जाग्रत काम दलन धर्म अर्थ काम मोक्ष कारण से ही चिन्मयंक पाद बंदन से ही चिन्मयंक पाद बंदन कुंडलिनी चक्र जागरण गुरुदेव मोर मन मोहन गुरुदेव मोर मन मोहन सुषुप्ति सपन जोग ईशान ध्यान प्राणायाम से शीर्ष स्थान सुषुप्ति सपन जोग ईशान ध्यान प्राणायाम से शीर्ष स्थान तीर्थ व्रत उपासना दिमान तीर्थ व्रत उपासना दिमान सबुरी विधाता करे विधान गुरुदेव मोर मन मोहन गुरुदेव मोर मन मोहन सर्वाभिशाप करे खंडन ज्योतिर्मय प्रभु जाजुल्यमान सर्वाभिशाप करे खंडन ज्योतिर्मय प्रभु जाजुल्यमान कला कलंक को करे शोषण कला कलंक करे शोषण बड़िया तांकरी पदाब्जे मन गुरुदेव मोर मन मोहन गुरुदेव मोर मन मोहन हे न हे सुंदर अभिनंदन हे न हे सुंदर अभिनंदन धन मन धन मो जीव जीवन धन मन धन मो जीव जीवन सत्यनारायण शेष नातन गुरुदेव मोर मन मोहन गुरुदेव मोर मन मोहन गुरुदेव
মন মোহন চাচন্নী মধুকৈতভাদি দৈত্যদলিনী রামাহি সুরমূলি ধূম্রেক্ষণ চণ্ডমুণ্ড পথ নিজারক্ত বীজাসি শক্তি শুম্ভ নিশুম্ভ দৈত্যদলিনী যা সিদ্ধি দাত্রীপুরা সা দেবী নবকোটিমূর্তি সহিতা মং পাতু বিশ্বেশ্বরী। আজি ବାସନ୍ତୀ ଦୁର୍ଗାୋତ୍ସବର ସପ୍ତମୀ ତିଥି। ଯେପରି ଶାରଦାଙ୍କର ଶାରଦୀୟ ଉତ୍ସବ ସମୟରେ ଆପଣମାନେ ଦେଖିବେ ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ଏ ତିଥି ଗୁଡ଼ିକୁ ଯେଉଁଭଳି ପ୍ରାଧାନ୍ୟ ଦିଆଯାଏ, ବାସନ୍ତୀ ଦୁର୍ଗାୋତ୍ସବ ଇଏ ହେଉଛି ମୂଳ ଦୁର୍ଗାଙ୍କର ପୂଜା। ଦୁର୍ଗାଙ୍କର ମୂଳ ପୂଜା ହେଉଛି ବାସନ୍ତୀ ଦୁର୍ଗାୋତ୍ସବ। କାରଣ ବସନ୍ତ ଋତୁ ହେଉଛି ଋତୁମାନଙ୍କ ଉପରେ ରାଜା, ଏ କଥା ଗୀତା ମଧ୍ୟ କହିଛନ୍ତି। ଏଇ ଋତୁରେ ସ୍ୱୟଂ ବଳରାମ ସେ ମଧ୍ୟ ବସନ୍ତ ରାସ ଅନୁଷ୍ଠିତ କରିଥିଲେ। ଯମୁନା ଜଳରେ ପ୍ରବେଶ କରି କୃଷ୍ଣଙ୍କ ସମୟର ଗୋପୀ ଗୋପାଳମାନଙ୍କୁ ଆଉ ଥରେ ସେ ଆହ୍ୱାନ କରିଥିଲେ। ଯେଉଁମାନେ ଥିଲେ ବା ଆସିଥିଲେ ସେମାନଙ୍କ ସହିତ ଜଳ କ୍ରୀଡ଼ା କରିଥିଲେ। ଆମର ବସନ୍ତ ରାସ ବୋଲି ଗୋଟିଏ ରାସ ମଧ୍ୟ ଅଛି, କିନ୍ତୁ ସେସବୁ କଥା ବର୍ତ୍ତମାନ ପ୍ରାୟ କେହି କରନ୍ତି ନାହିଁ। କିନ୍ତୁ ସମଗ୍ର ଭାରତ ବର୍ଷରେ ଭଲ ଭଲ ପଣ୍ଡିତ, ଭଲ ଭଲ ମଣିଷମାନେ ବାସନ୍ତୀ ଦୁର୍ଗାୋତ୍ସବ ନବରାତ୍ରିକୁ ପାଳନ କରନ୍ତି ଏବଂ ଏଭଳି ନିଷ୍ଠାର ସହିତ ପାଳନ କରନ୍ତି। ଖାଲି ଲେମ୍ବୁ ଆଉ ପାଣି ଟିକେ ପିଇକିରି 9 ଦିନ ମଧ୍ୟ ରହିଯାଆନ୍ତି। ତେବେ ଏଇ ଯେଉଁ ଷଷ୍ଠୀର ମାନେ କ'ଣ? କାମନା, କ୍ରୋଧ, ଲୋଭ, ମୋହ, ମଦ କହିଲେ ଅହଙ୍କାର, ମାତ୍ସର୍ଯ୍ୟ କହିଲେ ଇର୍ଷା। 1ରେ କାମନା, 2ରେ କ୍ରୋଧ, କାମ କ୍ରୋଧ ମାୟା ମୋହ ମଦ ମାତ୍ସର୍ଯ୍ୟ। କାମ କ୍ରୋଧ ଲୋଭ ମାୟା ମଦ ମାତ୍ସର୍ଯ୍ୟ, ଏଗୁଡ଼ିକୁ ଯିଏ ଖଣ୍ଡନ କରନ୍ତି, ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା। ଏଗୁଡ଼ିକ ଆମ ଭିତରେ ନିଶ୍ଚୟ ରହିବ, କିନ୍ତୁ ତାହା ସଂଯମିତ ହେବ, ପ୍ରଶମିତ ହେବ, ସୁପ୍ତ ହେବ। ଇଏ 6କୁ ଯେଉଁ 6 ପ୍ରଶମିତ କରେ ସେ ହେଉଛନ୍ତି ଭଗବାନ। ଐଶ୍ୱର୍ଯ୍ୟ ବୀର୍ଯ୍ୟ ଐଶ୍ୱର୍ଯ୍ୟସ ସମଗ୍ରସ୍ୟ ବୀର୍ଯ୍ୟସ୍ୟ ଐଶ୍ୱର୍ଯ୍ୟ ବୀର୍ଯ୍ୟ ଜ୍ଞାନ ବୈରାଗ୍ୟ ସ୍ୱଭାବ ଆତ୍ମା ୟାକୁ ମିଶିକିରି 6 ଯଶ। ତେଣୁ ଇଏ 6କୁ ଇଏ ଯେଉଁ 6 ଇଏ 6ଟାକୁ ପ୍ରଶମିତ କରେ। ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ଯ୍ୟସ୍ୟ ଯଶସ୍ୟ ଜ୍ଞାନ ବୈରାଗ୍ୟ, ଇଏ ହେଉଛି 6। ତାର ଶତ୍ରୁ କିଏ?
କାମ କ୍ରୋଧ ଲୋଭ ମାୟା ମଦ ମାତ୍ରାର୍ଥ। ତେଣୁ ଷଷ୍ଠୀରେ ମାଙ୍କୁ ଆମେ ପ୍ରାର୍ଥନା କରିବା, କାରଣ ଆମ ଶାସ୍ତ୍ରମାନଙ୍କରେ ଯେତେ କଥା ଅଛି ଗୋଟିଏ ପଦ ଅଛି, ମାତୃକୃପା ହେଲେ ପିତାଙ୍କୁ ପାଇବ, ପିତା କୃପା ହେଲେ ନିର୍ବାଣ ଲଭିବ, ମାତୃକୃପା ହେଲେ ପିତାଙ୍କୁ ପାଇବ, ପିତା କୃପା ହେଲେ ନିର୍ବାଣ ଲଭିବ। ମାର ଦୟା ହେଲେ ଆମେ ସେଇ ପରମ ପୁରୁଷଙ୍କର ସାନ୍ନିଧ୍ୟ ଲାଭ କରିପାରିବୁ। ତେଣୁ ଇଏ ଷଷ୍ଠୀ ପୂଜାର ବା ମାତୃପୂଜାର ପ୍ରଥମ ଷଷ୍ଠୀ ଇଏ ହେଉଛି ତାର ମାହାତ୍ମ୍ୟ ଏଇଆ। ତାପରେ ଆପଣ ଦେଖିବେ ସପ୍ତମୀ, ଆଜି ହେଉଛି ସପ୍ତମୀ ପୂଜା। ଆମ ଦେହରେ ଅନେକ ଅବୟବ ଅଛନ୍ତି, କିନ୍ତୁ କେତୋଟି ମୁଖ୍ୟ ଅବୟବ ଅଛନ୍ତି ଯାହାଦ୍ୱାରା ମଣିଷ ପଣିଆ ସେଇ ତାଙ୍କରି ପାଇଁ ପ୍ରତିଷ୍ଠା ହୁଏ। ମୁଖ ଯଦି ମଧୁର କଥା ନ କହେ, ଆଖି ଯଦି ଗୁରୁ ଦର୍ଶନ, ସନ୍ଥ ଦର୍ଶନ, ଦେବ ଦର୍ଶନ, ତୀର୍ଥ ଦର୍ଶନ ନ କରେ, କାନ ଯଦି ହରି କଥା ଶ୍ରବଣ, ଭଲ କଥା ଯଦି ଶ୍ରବଣ କରେ ନା, ତାହେଲେ କାନ ଅପବିତ୍ର, ଆଖି ଅପବିତ୍ର, ମୁଖ ଅପବିତ୍ର। ଏବଂ ନାସାଗ୍ର ଯଦି ଆପଣ ରାଗିଲେ କି ଆପଣଙ୍କ ଭିତରେ କ୍ରୋଧ ସୃଷ୍ଟି ହେଲା, ଅହଙ୍କାର ସୃଷ୍ଟି ହେଲା, ଆପଣ ପ୍ରାଣାୟାମ ଧ୍ୟାନ ଯୋଗ କିଛି କଲେନି, ତାହେଲେ ନାସାଗ୍ର ମଧ୍ୟ ଅପରିଷ୍କାର ହେଲା। ତେଣୁ ଏଇ ଯେଉଁ 7, ମୁଖ 1, ଚକ୍ଷୁ 2, 3, କାନ 2, 5, ନାସାଗ୍ରର 2 ପୁଡ଼ା ହେଉଛି 7। ଏଇ 7ଟିକୁ ଯିଏ ଶୁଦ୍ଧ ପବିତ୍ର ଏବଂ ସୁନ୍ଦର କରେ, ପ୍ରକୃତରେ ତାର ମଣିଷ ପଣିଆ ମଣିଷ ଜଗତରେ ପ୍ରତିଷ୍ଠା ହୁଏ। ସପ୍ତମୀ ପରେ ଆସେ ଅଷ୍ଟମୀ। ଅଷ୍ଟମୀଟି କ'ଣ? ଭଗବାନ କହୁଛନ୍ତି ଇଏ ଜଗତକୁ ମୁଁ 8ଟି ପରାପ୍ରକୃତିରେ, ପରାପ୍ରକୃତିଟା ନା, ପରାପ୍ରକୃତିରେ ମୁଁ ଏ ଜଗତକୁ ପରିଚାଳନା କରୁଛି। ଅର୍ଜୁନ କହିଲେ କ'ଣ ସେ ପରାପ୍ରକୃତି ପ୍ରଭୁ? ଭୂମିରାପାନଲ ବାୟୁ ଖଙ୍ଗମନ ବୁଦ୍ଧିରେ ବଚ ଅହଙ୍କାର ନୀତି ଅଗ୍ମେ ଭିନ୍ନା ପ୍ରକୃତି ରଷ୍ଟନା ପଞ୍ଚ ମହାଭୂତ ମନ ବୁଦ୍ଧି ଅହଙ୍କାର। ଇଏ 8ଟି ନହେଲେ ଇଏ ପୃଥିବୀରେ କୌଣସି ଜ୍ଞାନ ବିଜ୍ଞାନ ଇଏ କିଛି କାମ କରିବ ନାହିଁ। ଆଜି ପୃଥିବୀରେ ବିଜ୍ଞାନ ବହୁତ ବାଟ ଗଲାଣି, ବୈଜ୍ଞାନିକ ମାନଙ୍କର ଘୋଷଣା ମଧ୍ୟ ବହୁତ, ସବୁ ଏଇ 8 ଭିତରେ ସୀମିତ। ଇଏ ହେଲା ଅଷ୍ଟମୀ। ଆପଣ ଦେଖିବେ ଅଷ୍ଟମୀ କହିଲେ କେତେ ଗୁଡ଼ିଏ ଅଷ୍ଟମୀକି ଆମେ ପାଳନ କରୁ। ଜନ୍ମାଷ୍ଟମୀ, ଦୁର୍ଗାଷ୍ଟମୀ, ଇଏ ସବୁ ପର୍ବାଷ୍ଟମୀ, କିନ୍ତୁ ସବୁଠାରୁ ଶ୍ରେଷ୍ଠ ଅଷ୍ଟମୀ ହେଉଛନ୍ତି ଦୁର୍ଗାଷ୍ଟମୀ। ତାପରେ ଆସିଲା ନବମୀ। ନବମୀଟି କ'ଣ? ନବମୀ ହେଲା ନବଧା ଭକ୍ତି। 9 ଅକ୍ଷରିଆ ଛନ୍ଦରେ ଜଗନ୍ନାଥ ଦାସ ଭାଗବତ ଲେଖିଲେ। ନମୋ ନୃସିଂହ ଚର ଅନାଦି ପରମ କାରଣ
ହେଉଛି ନବଦହା ଭକ୍ତିର କଥା। ଶ୍ରବଣଂ କୀର୍ତ୍ତନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଇଏ ହେଉଛି ନବଦହା ଭକ୍ତି। ପ୍ରତ୍ୟେକ ଜୀବନ ହେଉଛି ନବଦ୍ୱୀପ ଧାମ। ପ୍ରତ୍ୟେକ ଜୀବନ ନବଦ୍ୱୀପ ଧାମ। ଏ ନବଦ୍ୱୀପ ଧାମ ସବୁବେଳେ କ'ଣ ଚାହେଁ? ନବଦ୍ୱୀପ ଧାମର ଅବତାର ଗୌର ହରି ସେ କ'ଣ ଚାହିଁଥିଲେ? ସବୁ କ'ଣ କରୁଥିଲେ? ନାମ ହିଁ କରୁଥିଲେ। ଆମେ ନାମ ନ କରିକିରି ଆଉ ଅନ୍ୟ କଥା କରୁଛୁ, ନାମଟାକୁ ସୁପ୍ତ ରଖିଦେଉଛୁ। ସେଥିପାଇଁ ଭାଗବତରେ କହିଲେ ମୋ ନାମ ଶ୍ରବଣ କୀର୍ତ୍ତନେ ପୂଜେ ଯାର ମନେ, ମୋ ନାମ ଶ୍ରବଣ କୀର୍ତ୍ତନେ ଶ୍ରଦ୍ଧାଉ ପୂଜେ ଯାର ମନେ, ନାମ ଶ୍ରବଣ କୀର୍ତ୍ତନେ ଶ୍ରଦ୍ଧାଉ ପୂଜେ ଯାର ମନେ। 24 ଘଣ୍ଟାରୁ 24 ମିନିଟ୍ ହଉ ଆମେ ଯଦି ତାଙ୍କ ପାଇଁ ତାଙ୍କ ନାମକୁ ଯଦି ସ୍ମରଣ କରିବା, ତାହେଲେ ଆମ ଭିତରେ ଅନେକ ଅପବିତ୍ର ଭାବନା ଦୂରେଇଯିବ। ଇଏ ହେଉଛି ନବଦହା ଭକ୍ତି। ଏଇ ଜୀବନ ହେଉଛି ନବଦ୍ୱାର ବିଶିଷ୍ଟ। ଆମ ଭିତରେ 9ଟା ଦ୍ୱାର ଅଛି। ଗୀତା କହୁଛନ୍ତି ନବଦ୍ୱାରେ ପୁରଂ ଦେହି ନୈବ କୁର୍ବନ କାଳେ। ଏ କଥା ମୁଁ ବହୁତ ଥର କହିଛି। ତାପରେ ଆସିଲା ଦଶହରା ବା 10ଟି କ'ଣ? କର୍ମେନ୍ଦ୍ରିୟ 5, ଜ୍ଞାନେନ୍ଦ୍ରିୟ 5। କର୍ମ କରିବା ପାଇଁ 5ଟି ଇନ୍ଦ୍ରିୟ। ଇନ୍ଦ୍ରିୟ କଲେ ଏଇ ହାତ, ଗୋଡ଼, ନାକ, କାନ, ଆଖି, ଏଇଟା ଆଉ। 5ଟି କର୍ମେନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟକୁ ନେଇ ଜୀବନ ଚାଲିଛି, ଜଗତ ବି ଚାଲିଛି। ଆଉ 10 ଦିଗ, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, ଅଗ୍ନି ବାୟୁ ଐରୁତନ ଈଶାନ୍ୟ ଊର୍ଦ୍ଧ୍ୱ ଅଧ, ଯାହା ଚାଲିଛି ଏଇ 10 ଭିତରେ ଚାଲିଛି। ଏଇ ହେଉଛନ୍ତି ଦଶରଥ, ଏଇ ହେଉଛନ୍ତି 10 ମୁଣ୍ଡିଆ ରାବଣ। ଏଠି ନ୍ୟାୟର ଦଶରଥ ଚାଲିଛି, ଅନ୍ୟାୟର 10 ମୁଣ୍ଡ ବି ଚାଲିଛି। ତେଣୁ ସବୁ କଥା ବାରେ ଶେଷ କଥାଟି ହେଉଛି ମାତୃ କୃପା ହେଲେ ପିତାଙ୍କୁ ପାଇବ, ପିତା କୃପା ହେଲେ ନିର୍ବାଣ ଲଭିବ, ଲିଭିଯିବ ଏଇ ଜୀବନ ଦୀପାଳି, ମା ପଦେ ସଦା କରନ୍ତୁ ରହିବେ। ମା ଗୋ ମମତାମୟୀ, ମା ସ୍ନେହମୟୀ, ମା ଦୟାମୟୀ। ସେଥିପାଇଁ କୁହାଯାଇଛି ଯା ଦେବୀ ସର୍ବଭୂତେଷୁ ଶାନ୍ତି ରୂପେଣ ସଂସ୍ଥିତା। ତେଣୁ ସେଇ ମାର ପାଦରେ ଆପଣମାନଙ୍କୁ ସମର୍ପଣ କରୁଛି। ସମସ୍ତଙ୍କର ମଙ୍ଗଳ କାମନା କରୁଛି। ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହେଉ ଏବଂ ଉତ୍ତାପ ପ୍ରଶମିତ ହେଉ। ଲୋକ ଟିକେ ଶାନ୍ତିରେ ବିଶ୍ରାମ ନିଅନ୍ତୁ। ଏଠି କହି ମୋର କଥାକୁ ଶେଷ କଲି, ସମର୍ପଣ କଲି। ଟିକେ କୀର୍ତ୍ତନ କରିଦେବା। ଶକ୍ତିମୟୀ ମା, କୃପାମୟୀ ଦୟାମୟୀ ମା, ଶକ୍ତିମୟୀ ମା, କୃପାମୟୀ ଦୟାମୟୀ ମା, ମହାଲକ୍ଷ୍ମୀ ମହା ସରସ୍ୱତୀ, মহাকালী মহামায়ী দুর্গে, মহালক্ষ্মী মহা সরস্বতী, মহাকালী মহামায়ী দুর্গে, শক্তিময়ী মা, কৃপাময়ী দয়াময়ী মা, জ্যোতি প্রভা।
महालक्ष्मी सरस्वती महाकाली महामाई भक्तिमयी मा रूपमयी दयामयी मा 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 शरणागत दीनार्थ परित्राण परायणी सर्वस्याति हरे देवी नारायणी श्री गुरुमानंद जय गौरी जय जय श्री राधे।